ବାପାଙ୍କୁ ଯେତେବେଳେ ମୁଁ କହୁଛି ଯେ ବଙ୍କୁଲି ବାଡି ଧରି ଚାଲିବା ପାଇଁକା, ସେଠୁ ହଁ। ବାପା କହୁଛନ୍ତି ନାଇଁ ବୟସ ହେଇନି। ବୟସ ହେଇନି ନାଇଁ। ଚାଲି ପାରୁଛି ନା, ହଁ ସେ ଚାଲି ପାରୁଛନ୍ତି। ଚାଲିକି ଆଉଛି ଯାଉଛି। ତ ବଙ୍କୁଲି ବାଡି କଣ ଦରକାର? ସେଥିପାଇଁକା ସେ କହୁଛନ୍ତି ବଙ୍କୁଲି ବାଡି ଧରିବିନି, ବୟସ ହେଇନି। ବୟସ ବି ବେଶୀ ତ ହେଇନି ନା, ମାତ୍ର 94 ପୁରିକି 95 ଚାଲିଛି। ସେଇଟା କଣ ଗୋଟେ ବୟସ ବଙ୍କୁଲି ବାଡି ଧରିବାର? ଶାକାହାରୀ ହେଲେ ବୟସ ସବୁବେଳେ ସେମିତି କମ ରହେ, ଆଉ ଦେହଟା ଏତେ ସେତିକି ସବଳ ରହେ, ସେ ଚାଲିପାରିବେ, ବୁଲି ପାରିବେ, ସବୁ କରିପାରୁଛନ୍ତି, ନିଜ କାମ ନିଜେ କରୁଛନ୍ତି। ସେଥିପାଇଁ ଆଉ ଯୋଉମାନେ ଭାବୁଛନ୍ତି ଯେ ଆମିଷ ଖାଲି ତାଙ୍କ ଦେହଟା ଶକ୍ତ ହବ, ତ ସେମାନେ ମୋ ବାପାଙ୍କୁ ଟିକେ ଦେଖନ୍ତୁ। ବାବା ଆଇଁଷ ନ ଖାଇଲେ, ହଁ। ଆମିଷ ନ ଖାଇଲାଠୁ କଣ ଦେହଟା ଦୁର୍ବଳ ହେଇଯାଉଛି? ହଉନି ତ। ନା। ବରଂ ଅନ୍ୟମାନେ ଚାଲି ପାରୁନାହାନ୍ତି ଏଇ ବୟସରେ। ହଁ ହଁ। ହଁ। ଆଇଁଷ ଖାଇଲେ କିଛି ଉପକାର ହଉଛି ମୁଁ ଭାବୁନାହିଁ ଆଉ। ହୁଁ। ବା ଭାବୁନାହାନ୍ତି, କାହିଁକିନା ଏତେ ବୟସରେ ସେ ପ୍ରମାଣ କରିଛନ୍ତି ଯେ ବିନା ଆମିଷରେ ବି ତାଙ୍କ ଦେହଟା ସୁସ୍ଥ ରହୁଛି। ଆଉ ବିନା ବଙ୍କୁଳି ବାଡି ଆସିଲାଣି ଆମର କେତେ 3 ବର୍ଷ ହେଲାଣି ଆସିଲାଣି, ସେ ତାକୁ ଧରୁନାହାନ୍ତି, କହୁଛନ୍ତି ବୟସ ହେଇନାହିଁ। ବାବା ପୁଅ ପାଖରେ ଥିଲେ, ପୁଅ ତ ନିଜେ ଗୋଟେ ବଙ୍କୁଲି ବାଡି। ହୁଁ ପୁଅ ପାଖରେ ଥିଲେ, ହୁଁ। ପୁଅ ତ ନିଜେ ଗୋଟେ ବଙ୍କୁଲି ବାଡି। ବଙ୍କୁଳି ବାଡି। ହଁ ପୁଅ ତ ନିଜେ ଗୋଟେ ବଙ୍କୁଲି ବାଡି। ହଁ। ଆଉ ଗୋଟେ ପୁଣି ଏମିତିଆ ଗୋଟେ ନିର୍ଜୀବ ବଙ୍କୁଲି ବାଡି କଣ ଦରକାର? ସଜୀବ ବଙ୍କୁଲି ବାଡି ପାଖରେ ଥାଉ ଥାଉ କା।